ଯାଜପୁର ରୋଡ ପୁଲିସ କୁ ଏକ ବଡ ସଫଳତା ମିଳିଛି ଯାହାକି ଆଜି ସକାଳ 7ଟା ମଧ୍ୟରେ ଯୋଉ ଯାଜପୁର ରୋଡ ବ୍ୟାସନଗର ବସଷ୍ଟାଣ୍ଡ ରହିଛି ଗୋପବନ୍ଧୁ ଛକ ପାଖରେ ଯାଜପୁର ରୋଡ ପୁଲିସ କୁ ଏକ ବଡ ସଫଳତା ମିଳିଛି ଯାହାକି ଗଞ୍ଜେଇ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛନ୍ତି ଯାଜପୁର ରୋଡ ପୁଲିସ ଯାହାର ଅନୁମାନିକ ହଉଛି 20 ରୁ 25 ଲକ୍ଷ ମୂଲ୍ୟ ରହିଛି ବହୁତ ପରିମାଣର ଗଞ୍ଜେଇ ଜବତ କରୁଛନ୍ତି ଯାଜପୁର ରୋଡ ପୁଲିସ। ଆଉ ମୁଁ ମୋ କ୍ୟାମେରା ପର୍ସନ କୁ କହିବି ସେ ସିଧାସଳଖ ସେ ଦେଖେଇବେ ଯେ କେତେ ପରିମାଣର ଗଞ୍ଜେଇ ଜବତ ହୋଇଛି। ମୋ କ୍ୟାମେରା ପର୍ସନ କୁ କହିବି ସେ ଦେଖିବ। ଦେଖନ୍ତୁ ସିଧାସଳଖ ମୁଁ ମୋ କ୍ୟାମେରା ପର୍ସନ କୁ କହିବି ସେ ଦେଖେଇବେ ଯେ ବିପୁଳ ପରିମାଣର ଯୋଉ ଗଞ୍ଜେଇ ଜବତ ହୋଇଛି ଇଏ ସେଇ ରହିଛନ୍ତି ୱେଷ୍ଟବେଙ୍ଗଲ ପିଲା ରହିଛନ୍ତି ଯେ କି ଗଞ୍ଜେଇ ଆଣି ଯାଜପୁର ରୋଡ ବସଷ୍ଟାଣ୍ଡରେ ଆଜି କୋଉଠି ନା କେଉଁଠି ନେଇକି ବ୍ୟବସାୟ କରିଥାନ୍ତେ। ଦେଖନ୍ତୁ ସିଧାସଳଖ ମୁଁ ମୋ କ୍ୟାମେରା ପର୍ସନକୁ କହିବି ଦେଖନ୍ତୁ ସେଠି କେତେ ପରିମାଣ ଗଞ୍ଜେଇ ରହିଛି। ଆସନ୍ତୁ ସିଧାସଳଖ ଯିବା ପଚାରି ବୁଝିବା ଯେ ସ୍ଥାନୀୟ ବାସିନ୍ଦା ଯିଏ ବି ଯେ କେତେ ପରିମାଣ ଗଞ୍ଜେଇ ଥିଲା ଆଉ କିଭଳି ଭାବରେ ଯାଜପୁର ରୋଡ ପୋଲିସ ଆସି ଏହାକୁ ଧରିଥିଲା। ଭାଇ ଟିକେ କଣ କହିବେ? ରିପୋର୍ଟ ସ୍ୱାଗତ। ଯୋଉ ଦେଖୁଛନ୍ତି ବସଷ୍ଟାଣ୍ଡରେ ଏତେ ପରିମାଣ ଗଞ୍ଜେଇ ଜବତ କରୁଛନ୍ତି ଯାଜପୁର ରୋଡ ପୋଲିସ ତା ଉପରେ କଣ କହିବେ? पुलिस वाला सफलता अच्छी तदंत कर एटा बहुत भल कथा। କେତେ ଦେଖୁଛନ୍ତି ଏତେ କେତେ ପରିମାଣ ଗଞ୍ଜେଇ ଅନୁମୂଲ୍ୟ ହବ? कोटी टंकार पाखापाखि गोटे बोरा गोटे 25 केजी भली अच्छी 3 बोरा धरा 25 केजी भली बोरा गोटा 25 केजी भली अच्छी पुलिस वाला को धन्यवाद जणाइबा कथा। ଦେଖୁଥିଲେ ଆପଣ ଶୁଣୁଥିଲେ କି ସ୍ଥାନୀୟ ଲୋକ ଯାହା କହୁଥିଲେ ଦେଖନ୍ତୁ ମୁଁ ସିଧାସଳଖ ମୋ କ୍ୟାମେରା ପର୍ସନ ଆଉ ଥରେ ବି କହିବି ସିଏ ଦେଖେଇବେ ଦେଖନ୍ତୁ କେତେଟା ବସ୍ତା ଗୋଟେ ଦିଟା ତିନିଟା ଯାହାକି ସ୍ଥାନୀୟ ଲୋକ ଏଠି ଅଭିଯୋଗ କରୁଛନ୍ତି ଯେ କାହିଁକି ନା କୋଟିଏ ଟଙ୍କାର ଏ ଗଞ୍ଜେଇ ତାର ଆନୁମୂଲ୍ୟ ହବ। ଦେଖନ୍ତୁ ସିଧାସଳଖ ମୁଁ ଏଇ ଗଞ୍ଜେଇ ବିଡ଼ା ଦେଖନ୍ତୁ କିଭଳି ଭାବରେ ସିଲ୍ ହେଇକି ଅଛି ଥାନାର ଯୋଉ କର୍ମଚାରୀ ମାନେ ରହିଛନ୍ତି କିଭଳି ଭାବରେ ଛୁରୀରେ ପ୍ୟାକେଟ କୁ କାଟି ଏଠି ସବୁ ଢାଳୁଛନ୍ତି ଦେଖନ୍ତୁ। ୟାର କେତେ କେଜି ରହିଛି କଣ ରହିଛି ଆଜି ଥାନାରେ ପ୍ରେସ ମିଟ୍ ହବ। ଥାନାର ଯୋଉ ଅଧିକାରୀ ଅଛନ୍ତି ଆଶିଷ କୁମାର ସାହୁ ଆଇଆଇସି ସାର୍ ଅଛନ୍ତି ଆଜି ସନ୍ଧ୍ୟାରେ ପ୍ରେସ ମିଟ୍ ଅଛି ଦେଖାଯାଉ ସବୁ ପ୍ରମାଣ ପତ୍ର ମିଳିବ କେଉଁ ଜାଗାରୁ ଆସିଥିଲା କେଉଁଠିକି ଯାଉଥିଲା କେତେ ଟଙ୍କାର ମୂଲ୍ୟ ରହିଛି ଆର ସବୁ ତନାଘନା ଚାରିବ ଆ ସହିତ କୋଉ କୋଉ ମାନେ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି ସେ କେବେ ଧରା ପଡ଼ିବେ କଣ ହବ ଥାନାକୁ ଗଲେ ଜଣା ପଡ଼ିବ। ଯାଜପୁର ରୋଡରୁ ଆକାଶ ଦାସଙ୍କ ରିପୋର୍ଟ ରିପୋର୍ଟର୍ସ ଟୁଡେ।